ଅନନ୍ତ ବାବୁ, ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ। ଆପଣ ଭୁବନେଶ୍ୱରରେ ଗୋଟେ ଜଣେ ଲୋକପ୍ରିୟ ନେତା, ଆପଣଙ୍କର ଏତେ ଭଲ ଲୋକ ସମ୍ପର୍କ ଅଛି, କିନ୍ତୁ ଟିକେଟ ଦେଲା ବେଳେ ଆପଣଙ୍କୁ ଏତେ ଦ୍ୱନ୍ଦ୍ୱରେ କାହିଁକି ଦିଆଯାଏ, ଏତେ କଣ୍ଟ୍ରୋଭର୍ସି କାହିଁକି ଥାଏ ସବୁଥରେ? ଗତ ଥର ବି ଥିଲା, ଏଥର ବି ଥିଲା, କାହିଁକି? ନାଇଁ, ସେମିତି କୌଣସି ନଥାଏ, କାରଣ ଏତେ ବଡ ଇଏ ଗୋଟେ ଆଞ୍ଚଳିକ ଦଳ କିନ୍ତୁ ମହାନ ହେଇଗଲାଣି ବର୍ତ୍ତମାନ ଓଡିଶାରେ, ଏତେ ନାଁ କରିଛି। ଏବଂ ଓଡିଶା କଣ ବାହାରେ ମଧ୍ୟ ଭାରତ ବର୍ଷରେ ସମସ୍ତେ ବିଜୁ ଜନତା ଦଳ ପ୍ରତି ନଜର ରହିଛି। ଏବଂ ଯେତେବେଳେ ପାର୍ଟିର ସର୍ବୋଚ୍ଚ ଆମର ଯିଏ ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ତାଙ୍କର ନୀତି ଆଦର୍ଶ ସବୁ ଦିଗକୁ ସବୁ ଇଏ କରି ଦିଅନ୍ତି। ସେଟା ଡେରି କଣ ଇଏ କଣ ସେମିତି କିଛି ନଥାଏ। ଏବେ ତ ପୁଣି 2 ଦିନ ତଳେ ଟିକେଟ ପାଇଛନ୍ତି ଏମାନଙ୍କର ନୋମିନେସନ କିଛି ନାହିଁ, ଡେରି ନାହିଁ। ଏନେ ସବୁ ଲକ୍ଷ୍ୟ ସବୁ ଦିଗ ସବୁ ଇଏକୁ ନିଶ୍ଚିତ ଯେତେବେଳେ ପାର୍ଟି 25 ବର୍ଷ ହେଲାଣି ସମସ୍ତଙ୍କର ମଧ୍ୟ ପାର୍ଟି ପ୍ରତି ରହିଛି ଏ ଆନୁଷଙ୍ଗିକ ସହିତ ପ୍ରତି ଏବଂ ଅନେକ ଲୋକ ମଧ୍ୟ ଆଶାୟୀ ହଉଛନ୍ତି। ତେଣୁ ସବୁ ଗୁଡାକ ଏକ୍ସାମିନ କରି ଦବା ଭେରି ଡିଫିକଲ୍ଟ। ତେଣୁ ଦେଇଛନ୍ତି, କିଛି ସେଥିରେ ଡେରି ନାହିଁ, ଠିକ ଟାଇମ ଠିକ ପ୍ରପର ଟାଇମ ପ୍ରପର ଇଏ ମଧ୍ୟ ଦେଇଛନ୍ତି। ବିରୋଧୀ ଦଳ ଯେତେ ଆପଣଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ନ କରନ୍ତି, ଆପଣଙ୍କର ବିଜୁ ଜନତା ଦଳରେ ଆପଣଙ୍କର ଯୋଉମାନେ ପ୍ରତିଯୋଗିତା ଅଛନ୍ତି, ଯୋଉମାନେ ଆଶାୟୀ ଅଛନ୍ତି, ସେମାନେ ଆପଣଙ୍କ ପ୍ରତି ବେଶୀ ହର୍ଡଲ୍ସ ତିଆରି କରନ୍ତି। ଏ ବିଷୟରେ ଆପଣ କଣ କହିବେ? ଏଇଟା ସମସ୍ତ ରାଜନୈତିକରେ ଥାଏ। ସମସ୍ତେ ଚାହାନ୍ତି ରାଜନୈତିକ ଜୀବନରେ ଯିଏ ଯୋଉଠି ରାଜନୀତି କରନ୍ତି ସବୁବେଳେ ଉପରୁ ଯିବାକୁ ଚାହେଁ। ଆଉ ମୁଁ କେତେବେଳେ ବିରୋଧୀ ଭାବେ ନାହିଁ, କାରଣ ମତ ଥାଏ, ସମସ୍ତେ ମତ ରଖିପାରିବେ। ଏଟା ମତାନ୍ତର ମନାନ୍ତର ଆମର କାହା ସହିତ ନାହିଁ। ସମସ୍ତେ ମତ ରଖିପାରିବେ, ମତ ଯିଏ ଯାହା ରଖିବେ, କିନ୍ତୁ ଆମେ ସମସ୍ତେ ମିଳିମିଶିକି ଦଳ ହଉଛି ଫାଷ୍ଟ, ତାପରେ ବ୍ୟକ୍ତିଗତ ଜୀବନକୁ ଆମେ ଯିବା। ଆଗ ଦଳ ବଞ୍ଚିଲେ ଆମେ ସମସ୍ତେ ବଞ୍ଚିବା। ତେଣୁ ଆମ ଦଳର ବିଜୁ ଜନତା ଦଳ ସେଭଳିଆ କୌଣସି ନଥାଏ, ଆମେ ସମସ୍ତେ ମିଳିମିଶି କାମ କରୁ। ଯେହେତୁ ଏତେ ଲୋକ ଆପଣଙ୍କ ପାର୍ଟି ଭିତରେ ବିରୋଧ କରୁଥିଲେ, ଆପଣଙ୍କର ୱିନିଂ ପ୍ରସ୍ପେକ୍ଟକୁ ନେଇକି, ଜିତିବାକୁ ନେଇକି କୌଣସି ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହଉଛି କି? ବର୍ତ୍ତମାନ ତ କୌଣସି ସେମିତି ନାହିଁ। ସବୁ ଲୋକଙ୍କ ସହିତ ଆମେ ଜଡିତ, କାରଣ ମୁଁ ଆଜି ନୁହେଁ ଦୀର୍ଘ 21 ବର୍ଷ ଧରି ଭୁବନେଶ୍ୱରରେ ମୁଁ ରାଜନୀତି କରି ବିଭିନ୍ନ ପଦପଦରେ ଇଲେକ୍ଟେଡ ହେଇକି ମଧ୍ୟ ଅଛି। କାରଣ ମୁଁ 2003ରୁ ଆଜି ପର୍ଯ୍ୟନ୍ତ ରହିଛି। ତେଣୁକରି ଲୋକମାନଙ୍କ ସହିତ ରହିଛି ଏବଂ ଆମ ଦଳର ନେତାଙ୍କର ମଧ୍ୟ ସମସ୍ତଙ୍କ ପାଖରେ ତାଙ୍କର ଆଗ୍ରହ ସୃଷ୍ଟି କରିଛି। ଏବଂ ସମସ୍ତେ ମଧ୍ୟ ଦଳର ସୁପ୍ରିମୋକୁ ମଧ୍ୟ ଚାହୁଁଛନ୍ତି ଆଉ ଥରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଏବଂ ସବୁଠୁ ବଡ ହଉଛି ତାଙ୍କର ଯୋଉ ଯୋଜନା କରିଛନ୍ତି ଲୋକମାନଙ୍କ ମୌଳିକ ଅଧିକାର ଦେଇ ପହଞ୍ଚି ପାରିଛି। ଏବଂ ସହର ପାଇଁ କଣ ଆବଶ୍ୟକତା ରହିଛି, ଏ ସହର ଆଜି ଯେ ରାଜ୍ୟ ଖାଲି ଓଡିଶା ନୁହେଁ, ଓଡିଶା ବାହାରେ ଭାରତ ନୁହେଁ ଆବ୍ରୋଡରେ ମଧ୍ୟ ପୃଥିବୀରେ ଯାଇ ପହଞ୍ଚି ପାରିଛି। ସବୁଠୁ ସେଇଟା ହଉଛି ବଡ ଜିନିଷ। ତେଣୁକରି ସେଇଭଳିଆ ଲୋକ ଅଶାନ୍ତି ହବ ନାହିଁ, କାରଣ ପ୍ରାୟ 4.5 କୋଟି ଲୋକ ସମସ୍ତେ ନବୀନଙ୍କର ଫ୍ୟାନ ମଧ୍ୟ ଅଛନ୍ତି। ଆପଣଙ୍କ ପାଇଁ ଏଇ ନିର୍ବାଚନର ସବୁଠାରୁ ବଡ ଚ୍ୟାଲେଞ୍ଜ କଣ କ୍ୟାମ୍ପେନିଂ ସମୟରେ? ମୁଁ ସବୁବେଳେ ନିର୍ବାଚନ ଛୋଟ ହଉ ବଡ ହଉ ମଧ୍ୟମ ହଉ, ମୁଁ ସବୁଗୁଡାକ ଚ୍ୟାଲେଞ୍ଜ ନେଇ କରେ। କେତେ ପ୍ରତିପକ୍ଷ କେତେବେଳେ ଦୁର୍ବଳ ଭାବିବାନି, ପ୍ରତିପକ୍ଷ ସବୁବେଳେ ସବଳ ବୋଲି ଭାବିବା। ଆଉ ଆମର ଗୋଟେ ଥାଏ ଦଳର ନେତାଙ୍କର ନିର୍ଦ୍ଦେଶ, ଯୋଉ ଦିନ ନିର୍ବାଚନ ସରିଗଲା ତାର ଭେରି ନେକ୍ସଟ ଡେ ଏଭ୍ରି ଡୋର ଷ୍ଟେପ କୁ ଯିବା ପାଇଁ ଏବଂ ଲୋକମାନଙ୍କୁ କଣ ପ୍ରତିଶ୍ରୁତି ଦେଇଛ, କଣ ଦରକାର ଆବଶ୍ୟକତା ରହିଛି ଏବଂ ସେଠି ସେ କାମ କାର୍ଯ୍ୟକ୍ରମ ହେଲା ନା ନାହିଁ ଏବଂ ଯାହା ଯୋଜନା ହେଇଛି ତାହା ପହଞ୍ଚି ପାରିଛି ନା ନାହିଁ। ପ୍ରତ୍ୟେକ ସମୟ ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ ବେଳେ ଲୋକମାନଙ୍କ ସହିତ ରହିକି ସବୁବେଳେ ସମସ୍ୟା ସହିତ ଜଡିତ, ସମସ୍ୟା ସମାଧାନ ବାଟ କରିବା। ତେଣୁକରି ଆମେ ସବୁବେଳେ ସେଇ ଆଧାରକୁ ଦେଇ ଆମେ କରୁଥାଉ। ଇଲେକ୍ସନ ଥାଉ ନଥାଉ ଆମ ପାଇଁ ସବୁବେଳେ ସମାନ। ଆମର ଅନନ୍ତ ବାବୁ, ଆମକୁ ଜଣାଇବେ 3ଟି ମୁଖ୍ୟ ଚେଞ୍ଜେସ୍ ଆପଣ କଣ ଆଣିବାକୁ ଚାହିଁବେ ଯଦି ଆପଣ ପୁଣି ଥରେ ନିର୍ବାଚିତ ହୁଅନ୍ତେ? ନିଶ୍ଚିତ ରୂପେ ଇଏ ହଉଛି କ୍ୟାପିଟାଲ ସିଟି, ଆପଣ ଓଡିଶାର ରାଜଧାନୀ। ରାଜଧାନୀରେ ବର୍ତ୍ତମାନ ଏମିତି ହେଲାଣି ଯେ ଆପଣ ସମସ୍ତଙ୍କର ୟାର ଜଳବାୟୁଠୁ ନେଇକି, ୟାର ଗମନାଗମନ ନେଇ, ୟାର ପରିବେଶକୁ ନେଇକି ସମସ୍ତେ ଇଣ୍ଟରେଷ୍ଟ ଅଛନ୍ତି ଯେ ରାଜଧାନୀ ରହିବା ପାଇଁ। ୟାର ନିହାତି କମରେ ଆମକୁ ଆହୁରି ଅନେକ ଉଚ୍ଚ ଅଟ୍ଟାଳିକା କରିବାକୁ ପଡିବ, ନହେଲେ ଯୋଉ ଅନୁସାରେ ଲୋକଙ୍କ ସଂଖ୍ୟା ବଢିଲାଣି। ଏବଂ ଏଠି ଏଭ୍ରିଡେ ଫ୍ଲୋଟିଂ ହଉଛି ପ୍ରାୟ ଓଡିଶା ଭିତରୁ ଓଡିଶା ବାହାରୁ 1 ଲକ୍ଷରୁ ଉର୍ଦ୍ଧ୍ୱ ଫ୍ଲୋଟିଂ ହଉଛି ପ୍ରତ୍ୟେକ ଦିନ ଭୁବନେଶ୍ୱରରେ। ଏବଂ ୟାର ଗମନାଗମନ ପାଇଁ ଅନେକ ପ୍ରକାର ଆପଣ ଆହୁରି ଦରକାର ଫ୍ଲାଏଓଭର ବ୍ରିଜ, କାରଣ ବର୍ତ୍ତମାନ ଯେତିକି ହେଲାଣି ଲୋକ ସଂଖ୍ୟା ଏବଂ ଯେତିକି ଗାଡି ମଟର ହେଲାଣି ଟ୍ରାଫିକ ସମସ୍ୟା ବହୁତ ଅନେକ ସମୟ ଧରିକି ଅପେକ୍ଷା କରିବାକୁ ପଡୁଛି ଗମନାଗମନ ପାଇଁ। ହେଲେ ଆମକୁ ଫ୍ଲାଏଓଭର ଅନେକ ଗୁଡିଏ ଜାଗାରେ କରିବାକୁ ପଡିବ। ଏବଂ ଆହୁରି ଗୋଟେ ସବୁଠୁ ବଡ ଜିନିଷ ହଉଛି ଦିନକୁ ଦିନ ଦେଖୁଛୁ ଯେ ଟେମ୍ପରେଚର ମାତ୍ରା ଏତେ ବଢୁଛି ମାନେ ଲୋକମାନେ ଏଇ ଯୋଉ ଖରାବେଳ ସମୟ ସକାଳ 9ଟାରୁ ଅପ ଟୁ 4ଟା, 4:30, 5ଟା ପର୍ଯ୍ୟନ୍ତ ବାହାରି ପାରୁନାହାନ୍ତି। ତେଣୁକୁ ଆମକୁ ଅନେକ ଭୁବନେଶ୍ୱର ଜଳାଶୟ ଦରକାର, ୱାଟର ବଡି ଦରକାର ଏବଂ ଗ୍ରୀନ ପ୍ଲାଣ୍ଟେସନ କରିକି ଆଟଲିଷ୍ଟ ଆମେ ଟେମ୍ପରେଚର ନ କମ କିନ୍ତୁ ଟେମ୍ପରେଚର ବୃଦ୍ଧି ନ ଘଟୁ, ଏଥିପାଇଁ ମଧ୍ୟ ଆମେ ପରିବେଶ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡିବ। ଅନନ୍ତ ବାବୁ, ଗୋଟେ ଇସ୍ୟୁ ଉପରେ ସବୁବେଳେ ଆପଣଙ୍କୁ ଭୁବନେଶ୍ୱରବାସୀ କ୍ରିଟିସାଇଜ କରନ୍ତି, ଆଉ ସବୁ ନିର୍ବାଚନରେ ଆପଣ ପ୍ରତିଶ୍ରୁତି ଦିଅନ୍ତି, ଯୋଉ ଡ୍ରେନେଜ ସମସ୍ୟା, ବର୍ଷା ହେଲେ ଏଠି ଯୋଉ ପ୍ରକାର ସମସ୍ୟା ଦେଖିବାକୁ ମିଳେ, ତାର କୌଣସି ସ୍ଥାୟୀ ପ୍ରତିକାର ଆପଣ କରିପାରୁନାହାନ୍ତି ଏଥର ନିର୍ବାଚନ ହେବା ପରେ। ଏଥର ଆପଣ ଦେଖୁଥିବେ ମୁଁ 2003 ରହିଲିଣି ଆଜି ପର୍ଯ୍ୟନ୍ତ
ଭୁବନେଶ୍ୱର ଯାହା ଜଳ ସମସ୍ୟା ଥିଲା ଏବେ ବୋଧେ ଆଉ 10% ଜଳ ସମସ୍ୟା ଯୋଉ ଅଛି ଏଥର ବେଳକୁ ନଥିବ ପ୍ରାୟ। କାହିଁକି ନା ଆପଣଙ୍କର ଯୋଉ ବ୍ରିଟିଶ ସମୟରେ ଯୋଉ ଡ୍ରେନ୍ ଗୁଡାକ ହେଇଥିଲା ସବୁଗୁଡା ଲାଟରାଇଟ୍ ଷ୍ଟୋନ ଥିଲା। ଅନେକ ଜାଗାରେ ଭଲନେବୁଲ ପଏଣ୍ଟ ଏତେ ବର୍ଷ ହେଲାଣି। ଏବେ କଣ ହେଇଗଲା ସବୁ ଡ୍ରେନ୍ ଗୁଡା ଆରସିସି ଡ୍ରେନ୍ ହେଇଗଲାଣି। ଏବଂ ସବୁଠୁ ବଡ ଜିନିଷ ଥିଲା ଆମ ଲକ୍ଷ୍ମୀ ସାଗର ଯୋଉ ସାଇଫନ୍ ଟା ସେଟା ହେଲା ବ୍ରିଟିଶ ସମୟର ସାଇଫନ୍। ଏବେ ତାକୁ ଇରିଗେସନ ଡିପାର୍ଟମେଣ୍ଟ ଡିଜାଇନ ତା ଷ୍ଟ୍ରକ୍ଚର ପାଇଁ ପୁରା ପ୍ରପର ପ୍ଲାଟଫର୍ମ କରିକି ଦେଇଛନ୍ତି ଏବଂ ବିଏମସି ତା ଟେଣ୍ଡର ମଧ୍ୟ ରାଖିଲାଣି। ସେଇଟା ଯଦି ହେଇଯିବ ସାଇଫନ୍ ଟା ଆପଣ ଚନ୍ଦକାଠୁ ଧରିକି ଭରତପୁର ଧରିକି ରେଣ୍ଟାଲ ଠୁ ଧରି ଯୋଉ ପାଣି ଆସୁଛି ସେ ପାଣି ଗୁଡାକ ନିର୍ଗତ ହେଇଗଲେ ଆଉ କୌଣସି ଜଳବନ୍ଦୀ ସମସ୍ୟା ପ୍ରାୟ ଭୁବନେଶ୍ୱର ଅଧା ଜାଗା କିଛି ଜଳବନ୍ଦୀ ସମସ୍ୟା ହବ ନାହିଁ। ଆଉ ବାକି ରହିଲା ଯେତେବେଳେ ପାଣିଟା ରିଟର୍ନ କରୁଛି ଯୋଉ ୱାଲ ଗୁଡା ଥାଏ ସେ ୱାଲ ଗୁଡା ଭାଙ୍ଗି ଦିଏ ଯୋଉ ପଥର। ଏବେ ଯେହେତୁ ଆରସିସି ଡ୍ରେନ୍ ହେଇଛି ସେ ଭୟ ଆଉ ନାହିଁ। କାରଣ ଗୋଟେ ଦିନ ଆପଣ ରୋମ ହବା ଭାରି କଷ୍ଟକର। ରୋମ ପାଇଁ ଅନେକ ଦିନ ଲାଗିଥିଲା। ଭୁବନେଶ୍ୱର ଯୋଉ ଅବସ୍ଥା ଥିଲା କାରଣ ଏଠି 50 ବର୍ଷ ଧରି ସରକାର କରିଛନ୍ତି 9 ବର୍ଷ ଧରି ସରକାର କରିଛନ୍ତି କିନ୍ତୁ ଆଫ୍ଟର ନବୀନ ବାବୁ 25 ବର୍ଷ ଭିତରେ ଇଏ ଆପଣଙ୍କର କିମ୍ବଦନ୍ତୀ ରହିବ। ଓଡିଶା ଇତିହାସରେ କିମ୍ବଦନ୍ତୀ ରହିବ। ନବୀନ ବାବୁ ଯାହା କରିଛନ୍ତି ଭାରତ ବର୍ଷ ଭିତରେ କୌଣସି ରାଜ୍ୟ ଦେଖିବେ ଆପଣ ଅନେକ ରାଜ୍ୟ ମଧ୍ୟ ନବୀନ ବାବୁଙ୍କ ଯୋଜନାକୁ ନେଇ ତାଙ୍କର ସେଠି ପ୍ରଣୀତ କଲେଣି ଏବଂ ସବୁବେଳେ ମଧ୍ୟ ନଜର ରହିଛି କଣ କଣ ଯୋଜନା ହଉଛି। ତେଣୁକରି ଆମେ ଚେଷ୍ଟା କରି ଅନେକ ଜିନିଷ ଆଜି ଏମିତି ଭଳିଆ ହେଇଛି ଏ ଭୁବନେଶ୍ୱର ଯାଇକିରି ଆପଣ ଦେଖିବେ ଆଜି ଆବ୍ରୋଡର ମଧ୍ୟ ଲୋକମାନେ ଆଗ୍ରହ କରୁଛନ୍ତି ଏଠି ଆସି ହକି ଖେଳିବା ପାଇଁ। ଅନନ୍ତ ବାବୁ ଆପଣଙ୍କର ନିଜର ସବୁଠାରୁ ବଡ ପର୍ସନାଲ ଷ୍ଟ୍ରେଂଥ କଣ ଯୋଉଥିପାଇଁ ଆପଣ ଭାବୁଛନ୍ତି ଆପଣ ପୁଣି ଥରେ ନିର୍ବାଚନ ଜିତିବେ? ମୁଁ କଣ କରେ ମୁଁ ସବୁବେଳେ ଲୋକମାନଙ୍କ ସହିତ ସମସ୍ୟା ସହିତ ଜଡିତ ହେଇକି ଥାଏ। ସମାଧାନ ବାଟ କାଢେ ଏବଂ ଲୋକମାନଙ୍କ ସହିତ ପ୍ରାୟ ସମୟ ଇଣ୍ଟରାକ୍ସନ ଥାଏ। ମୋ ପାଖରେ ଯେତେବେଳେ ଆସନ୍ତି ମୋର ଗ୍ରିଭାନ୍ସକୁ ସକାଳ 6ଟାରୁ ରାତି 11 ହଉ 12 ହଉ 1 ହଉ 2ଟା ହଉ ଯେତେବେଳେ ଯାହାର ସମସ୍ୟା ପଡିଲା ମୁଁ ତାଙ୍କ ପାଖରେ ଛିଡା ହେଇଥାଏ ଏବଂ ଲୋକମାନଙ୍କ ସହିତ ମଧ୍ୟ ସମସ୍ୟାର ସମାଧାନ ପାଇଁ ବାଟ ଖୋଜେ ମଧ୍ୟ। ମୁଁ ଭାବୁଛି ସେଇଟା ହେଲା ମୋର ମୁଖ୍ୟ ଷ୍ଟ୍ରେଂଥ ବୋଲି। ଆପଣଙ୍କର ଯେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିରେ ଅଛନ୍ତି ଏମଏଲଏ ପାଇଁ ଠିଆ ହେଇଛନ୍ତି ତାଙ୍କର ବିଷୟରେ ଆପଣ କଣ କହିବେ? ତାଙ୍କର ସବୁଠାରୁ ବଡ ଷ୍ଟ୍ରେଂଥ କଣ ଭାବୁଛନ୍ତି ଆପଣ? ତାଙ୍କର ଭଲ ଗୁଣ କଣ ଭାବୁଛନ୍ତି ଆପଣଙ୍କ? ତାଙ୍କର ଭଲ ଗୁଣ ହଉଛି ହାରିଲେ ବି ସୁଦ୍ଧା ସେ ସବୁବେଳେ ଲୋକମାନଙ୍କ ସହିତ ଆସୁଛନ୍ତି। ଲୋକମାନେ ଯୋଉ ଯେତେବେଳେ ଯୋଉଠି ଡାକନ୍ତି ଏବଂ ଲୋକମାନଙ୍କର ଯୋଉ ଥାଏ ଫଙ୍କସନ ଗୁଡା ଥାଏ ସେଥିରେ ମଧ୍ୟ ଆଟେଣ୍ଡ କରନ୍ତି। ସେ ପ୍ରାୟ ତାଙ୍କ କନଷ୍ଟିଚ୍ୟୁଏନ୍ସିର ବିଭିନ୍ନ ୱାର୍ଡ ସହିତ ଜଡିତ ହେଇକି ରହିଛି। ସେଟା ହଉଛି ତାଙ୍କ ସବୁଠୁ ଭଲ ଗୁଣ। ଗତ ନିର୍ବାଚନରେ ଆପଣ ଦେଖିଥିବେ ଆପଣ ସବୁ ଏମଏଲଏ ବିଜେଡି ଜିତିଲେ ମଧ୍ୟ ଏମପି ସିଟ୍ ହାରିଗଲେ। ଅପରାଜିତା ଷଡଙ୍ଗୀ ଜିତିଲେ କାହିଁକିନା ସେ ବହୁତ ପପୁଲାର ଥିଲେ। ଏଥର ବି ଆପଣ ସେଇ ସମାନ ରେଜଲ୍ଟ ହବ ବୋଲି ଭାବୁଛନ୍ତି ନା ଏଥର ପରିବର୍ତ୍ତନ? ନାଇଁ ଆମେ ନିଶ୍ଚିତ ଯୋଡି ସଂଘ ରହିବୁ କାରଣ ଏଟା ଭୁବନେଶ୍ୱର ମଧ୍ୟମଟା ହଉଛି ପ୍ରାୟ ସରକାରୀ ଚାକିରିଆ। ମୋଷ୍ଟ ଅଫ୍ ବହୁତ ଇଣ୍ଟେଲେକ୍ଚୁଆଲ ଲୋକମାନେ ମଧ୍ୟ ରହୁଛନ୍ତି ଯୋଉମାନେ ବିଗ ସଟ ରହୁଛନ୍ତି। ଆପଣ ଦେଖିବେ ରିଟାୟାର୍ଡ ଚିଫ ସେକ୍ରେଟାରୀ ମଧ୍ୟ ବହୁତ ଚିଫ ସେକ୍ରେଟାରୀ ମଧ୍ୟ ରହୁଛନ୍ତି ଶହୀଦନଗରରେ। ଅନେକ ଲୋକ ଅଛନ୍ତି କିନ୍ତୁ ଆମେ ଏଥର ଆଶାବାଦୀ ନିଶ୍ଚିତ 2ଟା ସଂଖ୍ୟାରେ ଲୋକମାନେ ଆପଣଙ୍କର ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବେ। ବହୁତ ବହୁତ ଧନ୍ୟବାଦ ଅନନ୍ତ ବାବୁ ଆଉ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।